ଚାଲିଗଲେ ଶତାୟୁ ବାବା ସିଆରାମ ସମସ୍ତଙ୍କୁ କନ୍ଦେଇ ଦେଇ ଗଲେ। 110 ବର୍ଷରେ ପ୍ରାଣତ୍ୟାଗ କଲେ ବାବା। ଦିନକୁ 21 ଘଣ୍ଟା ପଢ଼ନ୍ତି ରାମଚରିତ ମାନସ ହନୁମାନ ଚାଳିଶା। ହଁ ଆଜ୍ଞା, 110 ବର୍ଷରେ ପ୍ରାଣତ୍ୟାଗ କଲେ ଶତାୟୁ ବାବା ସିଆରାମ। ବାବାଙ୍କର ଖ୍ୟାତି ଏତେ ଅଧିକ ଥିଲା ଯେ ସଭିଙ୍କୁ ବେଶ ବିଚଳିତ କରିଛି ବାବାଙ୍କର ନିଧନ। ନର୍ମଦା ନଦୀ କୂଳରେ ଥିବା ନିଜ ଆଶ୍ରମରେ ହିଁ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ଥିବା ନର୍ମଦା ନଦୀ କୂଳରେ ରହୁଥିଲେ ବାବା ସିଆରାମ। ରିପୋର୍ଟ ମୁତାବକ ବାବା ଗତ କିଛି ଦିନ ହେବ ନିମୋନିଆ ରୋଗରେ ପୀଡ଼ିତ ହୋଇଥିଲେ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ସେ ଡିସଚାର୍ଜ ହୋଇ ଆଶ୍ରମକୁ ଆସିଥିଲେ। ଆଶ୍ରମରେ କିଛି ଦିନ ରହିବା ବେଳେ ପୁଣି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା ଏବଂ ସେ ଶରୀର ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ। ସନ୍ଥ ସମାଜ ପାଇଁ ଏହା ଏକ ଅପୂରଣୀୟ କ୍ଷତି ଆଜ୍ଞା। ସିଆରାମ ବାବା ଜଣେ ଭାରତୀୟ ସନ୍ଥ ଅଟନ୍ତି। ନିଜର ଭଗବାନ ପ୍ରଭୁ ଶ୍ରୀରାମଙ୍କ ପାଇଁ ନିଷ୍ଠା ଏବଂ ଭକ୍ତି ତାଙ୍କୁ ସମାଜରେ ଅନେକଙ୍କ ଆଦର୍ଶ ସଜାଇ ଦେଇଥିଲା। ତପସ୍ୟା ବଳରେ ସେ ନିଜ ଶରୀରରେ ନିଆଁ ଲଗାଇ ଦେଉଥିଲେ। ବାବାଙ୍କର ଚମତ୍କାରିତା ବିଷୟରେ ଶୁଣିବା ପାଇଁ ଏବଂ ତାଙ୍କୁ ଦର୍ଶନ କରିବା ପାଇଁ ଅନେକ ଦୂରରୁ ଭକ୍ତମାନେ ଆସିଥାନ୍ତି। ହେଲେ ବାବା ଦିନ ରାତି ନିଜ କାମରେ ବ୍ୟସ୍ତ ରହିଥାନ୍ତି। ଶତାୟୁ ହୋଇଥିଲେ ମଧ୍ୟ ଦିନକୁ ପ୍ରାୟ 21 ଘଣ୍ଟା ବିନା ଚଷମାରେ ରାମଚରିତ ମାନସ ପାଠ କରନ୍ତି। ଶୀତ ହେଉ କି ବର୍ଷା ଖରା, ବାବା ସବୁବେଳେ କୌପିନି ପରିଧାନ କରିଥାନ୍ତି। ଶୁଣାଯାଏ ଆଜ୍ଞା, ବାବା ହନୁମାନଙ୍କର ପରମ ଭକ୍ତ ଥିଲେ। ତେଣୁ ବଜରଙ୍ଗବାଲି ତାଙ୍କୁ ଦର୍ଶନ ଦେଇଛନ୍ତି। ଖାଲି ଏତିକି ନୁହେଁ, ବରଂ ବାବା ନିଜ ଖାଇବା ନିଜେ ମଧ୍ୟ ପ୍ରସ୍ତୁତ କରିଥାନ୍ତି ଏବଂ ନିଆଁ ଲଗାଇବା ପାଇଁ କୌଣସି ଦିଆସିଲିର ଆବଶ୍ୟକତା ଅନୁଭବ କରିନଥାନ୍ତି। ସେ ନିଜ ଦେହ ସାହାଯ୍ୟରେ ନିଆଁକୁ ଲଗାଇଥାନ୍ତି। ଦାନ ଦକ୍ଷିଣାରେ ମାତ୍ର 10 ଟଙ୍କା ନେଇଥାନ୍ତି ସିଆରାମ ବାବା। ଭକ୍ତମାନେ ତାଙ୍କୁ କୋଟି କୋଟି ଟଙ୍କା ଦେଉଥିବା ବେଳେ ସେ ବାକି ସବୁତକ ଟଙ୍କା ଗରିବକୁ ଦାନ ଦେଇଥାନ୍ତି। କେବଳ ସେତିକି ନୁହେଁ ଆଜ୍ଞା, ମଧ୍ୟପ୍ରଦେଶ ସରକାରଙ୍କୁ ନର୍ମଦା ନଦୀର ଉନ୍ନତିକରଣ ପାଇଁ ମଧ୍ୟ ଟଙ୍କା ଦେଇଥିଲେ ସିଆରାମ ବାବା। ବାବାଙ୍କ ଦର୍ଶନ ପାଇଁ ଅନେକ ବଡ଼ ବଡ଼ ସନ୍ଥ ତାଙ୍କ ପାଖକୁ ଆସିଥାନ୍ତି। ବର୍ତ୍ତମାନ ବାବାଙ୍କର ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ଭକ୍ତମାନେ। ବାବାଙ୍କର ବିନା ଆଶ୍ରମ ଏବେ ସ୍ତ୍ରୀହୀନ ହୋଇପଡ଼ିଛି। ବ୍ୟୁରୋ ରିପୋର୍ଟ, ଭିଜନ ନ୍ୟୁଜ୍।